ମୁଁ ଆପଣଙ୍କ ବିଷ୍ଣୁ। ତ ମହାକାଳେଶ୍ୱର ବୁଲିବା ପରେ ଏଠି ଆସିକି ପହଞ୍ଚି ଯାଉଛୁ କାଲ ଭୈରବ ମନ୍ଦିର। ତ କାଲ ଭୈରବ ମନ୍ଦିର ଆମେ ଏବେ ବର୍ତ୍ତମାନ ଯିବୁ ବୁଲିବା ପାଇଁ। ଆଉ ଯିବା ପୂର୍ବରୁ ଆଉ ଗୋଟେ ଖୁସିର କଥା, ଏଠି ଠାକୁରଙ୍କୁ ମଦିରା ହିଁ ଭୋଗ ପ୍ରସାଦ ହିସାବରେ ଦିଆଯାଏ। ତ ଶୁଣିକି ଏଇଟା ବହୁତ ଆଶ୍ଚର୍ଯ୍ୟ ଲାଗିଲା। ପ୍ରକୃତ କଥା ସତରେ, କିନ୍ତୁ ଆକ୍ଚୁଆଲି ମୁଁ ତ ଦେଖଉଛି ଆମେ ପ୍ରସାଦ ନେଇଛୁ। ବର୍ତ୍ତମାନ ପ୍ରସାଦ ନେଲୁ ଠାକୁରଙ୍କ ଭୋଗ ଚଢ଼ିବା ପାଇଁ। ଦେଖନ୍ତୁ ମଦିରା ନେଇଛୁ, ବର୍ତ୍ତମାନ ପ୍ରସାଦ ଚଢ଼େଇବୁ ଠାକୁରଙ୍କ ପାଖରେ। ତ ଚାଲ ଆଗକୁ ଦେଖିବା ପାଇଁ, ଦେଖଉଛି ତମକୁ କେମିତି କଣ ମନ୍ଦିରରେ ଠାକୁରକୁ ପ୍ରସାଦ ଚଢ଼ିଆ ହଉଛି ଆଉ ମଦିରା ସେବନ କରାହଉଛି ଦେଖିବା। ଠିକ, चलो चलते फिर देखते हैं। ये मो छोट भाई, ये भी मो सांगरे आसी। आम सांग जाऊे मंदिर आउ ठाकुर पाखे प्रसाद चढ़ेवा। ये आश्चर्य गोटे कथा मुझे बुझीपारे, ठाकुर पाखे फिर बियर जो आम आस बड़ भाई जर बियर अच्छी बियर भी प्रसाद लगे, ये ही हार्ड ही लगे प्रसाद रे। मना कले आमको, आम भी पचारू ये प्रसाद कौन नहीं पारू। ये प्रसाद ही मदिरा पान करा जाए ठाकुर को। ठीक अच्छे, चलो देखा ठाकुर। फाइनाली 1.5 घंटा 2 घंटार अपेक्षा पर काल भैरव